ହେଲା ଏବଂ ପୂର୍ଣ୍ଣତା ମିଳିଲା ମନରେ ଖୁସି ନା ମନରେ ଦୁଃଖ ମନରେ ଦୁଃଖ ସେତିକି ଆନନ୍ଦ ବି ସେତିକି କାରଣ ରଥ ସରିଗଲା ଆଉ କାଲି ଦିନକୁ ଆସିକି ଏଠି ମହାପ୍ରଭୁଙ୍କ ସାଙ୍ଗରେ ଯାଇ ରଥ ସେ ଗୁଣ୍ଡିଚାରେ ଲଗେଇଦେଲେ ଆମ ମନଟି ବିଶେଷ ଖୁସି ହେବ। ତାପରେ ପୁଣି ନାକଚଣା ଦୁଆରରେ ଯାଇ ଲାଗିବ ଆଉ ସେ ସିଙ୍ଗି ଦୁଆର ଲାଗିଲେ ଯାଇକି ମୋ ମନ ଖୁସି ହେବ। ବର୍ତ୍ତମାନ ସୁଦ୍ଧା ମୋ ମନରେ ଖୁସି ନାହିଁ। ହେ ମହାପ୍ରଭୁ ଜଗତ ମଙ୍ଗଳ କରିବ ହେ ମଙ୍ଗଳକାରୀ ଏତେ ଲୋକଙ୍କୁ ଦର୍ଶନ ଦେବ ବୋଲି ଲୋକମାନେ ଅନେଇକି ବସିଛନ୍ତି ଆପଣମାନଙ୍କୁ। ତେଣୁକୁ ତିନି ଭାଇ ଭଉଣୀ ଯାକ ଚାରି ଭାଇ ଯାକ ଆସି ବଡ଼ଦାଣ୍ଡରେ ବିରାଜମାନ କରନ୍ତୁ। ନିଶ୍ଚିତ ଆପଣ ରହିଥାନ୍ତୁ ଆମ ସହିତ। ଆପଣ ଦେଖୁଥିଲେ ଯେ ଗୋଟିଏ ଇଚ୍ଛା ଥିଲା ଯେ କାରଣ ବଞ୍ଚିଥିଲେ ବରଷେ ଏବଂ ବଞ୍ଚିଥିଲେ ପୁଣି ଥରେ ରଥ ନିର୍ମାଣ କରିବାର ସେ ସ୍ୱପ୍ନ ଦେଖିବେ ସେଇ ବିଶ୍ୱକର୍ମା ମହାରଣା ମାନେ ହେଲା ଏବଂ ପୂର୍ଣ୍ଣତା ମିଳିଲା ମନରେ ଖୁସି ନା ମନରେ ଦୁଃଖ ମନରେ ଦୁଃଖ ସେତିକି ଆନନ୍ଦ ବି ସେତିକି କାରଣ ରଥ ସରିଗଲା ଆଉ କାଲି ଦିନକୁ ଆସିକି ଏଠି ମହାପ୍ରଭୁଙ୍କ ସାଙ୍ଗରେ ଯାଇ ରଥ ସେ ଗୁଣ୍ଡିଚାରେ ଲଗେଇଦେଲେ ଆମ ମନଟି ବିଶେଷ ଖୁସି ହେବ। ତାପରେ ପୁଣି ନାକଚଣା ଦୁଆରରେ ଯାଇ ଲାଗିବ ଆଉ ସେ ସିଙ୍ଗି ଦୁଆର ଲାଗିଲେ ଯାଇକି ମୋ ମନ ଖୁସି ହେବ। ବର୍ତ୍ତମାନ ସୁଦ୍ଧା ମୋ ମନରେ ଖୁସି ନାହିଁ। ହେ ମହାପ୍ରଭୁ ଜଗତ ମଙ୍ଗଳ କରିବ ହେ ମଙ୍ଗଳକାରୀ ଏତେ ଲୋକଙ୍କୁ ଦର୍ଶନ ଦେବ ବୋଲି ଲୋକମାନେ ଅନେଇକି ବସିଛନ୍ତି ଆପଣମାନଙ୍କୁ। ତେଣୁକୁ ତିନି ଭାଇ ଭଉଣୀ ଯାକ ଚାରି ଭାଇ ଯାକ ଆସି ବଡ଼ଦାଣ୍ଡରେ ବିରାଜମାନ କରନ୍ତୁ। ନିଶ୍ଚିତ ଆପଣ ରହିଥାନ୍ତୁ ଆମ ସହିତ। ଆପଣ ଦେଖୁଥିଲେ ଯେ ଗୋଟିଏ ଇଚ୍ଛା ଥିଲା ଯେ କାରଣ ବଞ୍ଚିଥିଲେ ବରଷେ ଏବଂ ବଞ୍ଚିଥିଲେ ପୁଣି ଥରେ ରଥ ନିର୍ମାଣ କରିବାର ସେ ସ୍ୱପ୍ନ ଦେଖିବେ ସେଇ ବିଶ୍ୱକର୍ମା ମହାରଣା ମାନେ।